ଭାଇ ପିଲାମାନେ ଆଜି ଆମେ ଡିସ୍କସନ କରିବା ପ୍ଲସ ଟୁ ସେକେଣ୍ଡ ଇୟର ଇଂଲିଶ ବୁକ୍ 1 ର ଚାପ୍ଟର ଆମେ କହିପାରିବା ମନି ମ୍ୟାଡନେସ୍, ଯାହାକୁ ଆମେ ଓଡ଼ିଆରେ ଅର୍ଥ ପାଗଳାମି ବୋଲି କହିପାରିବା ବା ଟଙ୍କା ପାଗଳାମି କହିପାରିବା, ଯାହା ଲେଖକ ହେଉଛନ୍ତି ଡି ଏସ୍ ଲରେନ୍ସ ବା ଡାଭିଡ ହର୍ବର୍ଟ ରିଚାର୍ଡ ଲରେନ୍ସ, ଯିଏକି 1885 ମସିହା ଜନ୍ମଗ୍ରହଣ କରନ୍ତି ଏବଂ 1930 ମସିହା ମୃତ୍ୟୁବରଣ କରନ୍ତି। ପିଲାମାନେ, ଡାଭିଡ ହର୍ବର୍ଟ ରିଚାର୍ଡ ଲରେନ୍ସ ଇଜ ଆନ୍ English novelist, poet, playwright, essayist, literary critic and painter. ଡି.ଏସ୍. ଲରେନ୍ସ ଏକାଧାରରେ ଆମେ କହିପାରିବା ଜଣେ ଉପନ୍ୟାସକ ଥିଲେ, ଜଣେ କବି ଥିଲେ, ନାଟ୍ୟକାର ଥିଲେ, ପ୍ରାବନ୍ଧିକ ଥିଲେ ଏବଂ ଏଇଟାକୁ ପିଲାମାନେ ଆମେ ଲିଟରାରୀ କ୍ରିଟିକ୍ ଗୋଟେ ୱାର୍ଡ ଯଦି କହିବା ଏ ଜଣେ କହିପାରିବା ସେ ଜଣେ ସାହିତ୍ୟିକ ସମାଲୋଚକ ଥିଲେ। ସାହିତ୍ୟିକ ସମାଲୋଚକ ଥିଲେ। ମନେ ରଖିବ, କପି ପେନ୍ ସହିତ ପିଲାମାନେ କ୍ଲାସକୁ ପ୍ରାକ୍ଟିସ କର। ହଁ ପିଲାମାନେ ଟିକେ ଗୋଟେ ଆନାଉନ୍ସମେଣ୍ଟ କରିଦଉଛି। ବହୁତ ପିଲା କହୁଛନ୍ତି ସାର୍ ଭିଡିଓ ଲଙ୍ଗ ହେଇଯାଉଛି, ତେଣୁକରି ଆମକୁ ସର୍ଟରେ ମାନେ ପ୍ରୋଭାଇଡ କରନ୍ତୁ। ତ ମୁଁ ପ୍ରଥମେ ତମେ ଗୋଟେ ଲେଖା 10 ସେକେଣ୍ଡ ଦିଅ। ଇଣ୍ଟ୍ରୋଡ୍ୟୁସିଂ ଦ ପୋଏଟ୍ ପିଲାମାନେ ଗୋଟେ ପାର୍ଟରେ ଯାଉଛି, ମାନେ ଏଇଟା ତମକୁ ଲଙ୍ଗ ହିଁ ମିଳିବ। ମାନେ ପିଲାମାନେ ଗୋଟେ ଭିଡିଓକୁ ବା କହିପାରିବେ ଗୋଟେ ଚାପ୍ଟରକୁ ମୁଁ ଥରେ ପ୍ରଥମରୁ ଆରମ୍ଭ କରିକି ପୁରା ଟେକ୍ସଟ ବୁକ୍ ଶେଷ ଯାଏ ସାରି ଦଉଛି, ମାନେ ଯେତିକି ବିଷୟ ଭିତରେ ରହିଛି ଚାପ୍ଟର ସବୁ, ତାପରେ ପ୍ରଶ୍ନ ଉତ୍ତର। କିନ୍ତୁ ଯେହେତୁ ଇଏ ଅଧିକା ଲଙ୍ଗ ହେଇଯାଉଛି, ତମମାନଙ୍କୁ ମୁଁ ଫାଷ୍ଟ ପାର୍ଟରେ ଇଣ୍ଟ୍ରୋଡ୍ୟୁସିଂ ପୋଏଟ୍ ଦେଇ ଦଉଛି ଯୋଉମାନେ ଚାହୁଁଛନ୍ତି ସର୍ଟ ଭିଡିଓ। ତାପରେ ଆଉ ଗୋଟେ ପାର୍ଟରେ ଯାଉଛି ସେମାନଙ୍କ ପାଇଁ ୱାର୍ମ ଅପ୍, ଥାର୍ଡ ପାର୍ଟରେ ଯିବ ସେମାନଙ୍କର ଟେକ୍ସଟ, ଫୋର୍ଥ ପାର୍ଟରେ ଯାଉଛି ମାନେ କହିପାରିବା ଗ୍ଲୋସରୀ ଏବଂ 5 ନମ୍ବର ପାର୍ଟରେ ଅଛି ପିଲାମାନେ ପ୍ରଶ୍ନ ଉତ୍ତର ଆମେ କହିପାରିବା। 6 ନମ୍ବର ପାର୍ଟରେ ପିଲାମାନେ ଯିବ ତମର ଏମସିକ୍ୟୁ। ଓକେ, ଏଟା ମନେ ରଖିବ। ତ ଏଇଟା ପିଲାମାନେ ବର୍ତ୍ତମାନ ଯୋଉ ସ୍କ୍ରିନ୍ ତମେ ଦେଖୁଛ, ଏଠି ତମମାନଙ୍କୁ ଗୋଟିଏ ଭିଡିଓରେ ମନି ମ୍ୟାନେଜର ଚାପ୍ଟର ଇଣ୍ଟ୍ରୋଡ୍ୟୁସିଂ ହଉ, ୱାର୍ମ ଅପ୍ ହଉ, ଟେକ୍ସଟ ହଉ, ଗ୍ଲୋସରୀ ସବୁ ମିଳିଯିବ। ପ୍ରଶ୍ନ ଉତ୍ତର ତମମାନଙ୍କୁ ନେକ୍ସଟ କ୍ଲାସରେ ମିଳିବ। ବୁଝିପାରିଲ? ଚାଲ ତ ପିଲାମାନେ ଆଲୋଚନା କରିବା ଇଣ୍ଟ୍ରୋଡ୍ୟୁସିଂ ଦ ପୋଏଟ୍, କବିଙ୍କ ପରିଚୟ ମୁଁ ତମମାନଙ୍କୁ ଦେଇଦେଲି କବିଙ୍କ ପରିଚୟ କଣ, ଏବଂ ଆମେ କହିପାରିବା ହିଜ୍ କଲେକ୍ଟେଡ୍ ୱାର୍କସ୍ ରିପ୍ରେଜେଣ୍ଟ an extended reflection upon the dehumanizing effects of modernity and industrializations। ପିଲାମାନେ ଆମେ କହିପାରିବା ତାଙ୍କର ସଂଗୃହୀତ ଯାହା ବି ପୁସ୍ତକ ଗୁଡିକ ଥିଲା ବା ଲେଖା ଗୁଡିକ ଥିଲା, ସେ ସବୁବେଳେ ପାଇଁ କଣ କରୁଥିଲା ନା ଡିହ୍ୟୁମାନାଇଜିଂ ଇଫେକ୍ଟ ରଖୁଥିଲା, ଅମାନବିକ ଆଚରଣ ରଖୁଥିଲା। ମାନେ ତା ଅର୍ଥ କଣ, ସେ ଲୋକମାନଙ୍କର ଯୋଉ ଅମାନବିକ ବ୍ୟବହାର ଉପରେ ସେ ଲେଖୁଥିଲେ। ଓକେ, ଏବଂ ଲୋକମାନଙ୍କର ଯୋଉ ମାନେ ସୋ କଲ୍ଡ ମଡର୍ନିଟି ଆଧୁନିକତାକୁ ଏବଂ ଇଣ୍ଡଷ୍ଟ୍ରିଆଲାଇଜେସନ କହିଲେ ପିଲାମାନେ ମାନେ ଶିଳ୍ପାୟନକୁ ସେ ଆଧାର କରିକି ସବୁବେଳେ ପାଇଁ ଡି.ଏସ୍. ଲରେନ୍ସ ତାଙ୍କର ଲେଖା ଲେଖିଥାନ୍ତି ଏବଂ ବହୁତ ପ୍ରଭାବିତ ମଧ୍ୟ ହୋଇଥାଏ। ଆମେ କହିପାରିବା ଏକ୍ସଟେଣ୍ଡେଡ ରିଫ୍ଲେକ୍ସନ, ବାସ୍ତବିକ ପ୍ରତିଫଳନ, ଗୋଟେ ବିସ୍ତୃତ ପ୍ରତିଫଳନ, ଗୋଟେ ନିଦର୍ଶନ ଦେଖିବାକୁ ମିଳିଥାଏ। In them, Lawrence confronts issues relating to emotional health and vitality, spontaneity and instinct। ଯେହେତୁ ସେ ଲେଖା ଗୁଡିକ ସେ ଅମାନବିକ ଆଚରଣ ଉପରେ ଲେଖୁଥିଲେ, ଶିଳ୍ପାୟନ ଉପରେ ଲେଖୁଥିଲେ, ଆଧୁନିକତା ଉପରେ ଲେଖୁଥିଲେ, ତେଣୁକରି ତାଙ୍କୁ ବିଭିନ୍ନ ସ୍ତରରେ ଆମେ କହିପାରିବା କିଛି ସମସ୍ୟା ସହିତ ମଧ୍ୟ ଜଡ଼ିତ ହେବାକୁ ପଡିଥିଲା। ମାନସିକ ସ୍ଥିତି ତାଙ୍କର ବହୁତ ସମୟରେ ଆମେ କହିପାରିବା ହେଲ୍ଥ ଖରାପ ଥିଲା। ଏବଂ ଭିଟାଲିଟି କହିଲେ ପିଲାମାନେ ଆମେ କହିପାରିବା ଜନନଶୀଳତା ହଉ, ସ୍ୱତଃପ୍ରବୃତ୍ତ ଭାବରେ ଆମର ସମାଜ ବଦଳୁଛି ତା ଉପରେ ଲେଖା ତାଙ୍କର ଥାଏ। ଏବଂ କିଛି ଇନଷ୍ଟ୍ରିକ୍ଟ ଥାଏ। ଇନଷ୍ଟ୍ରିକ୍ଟ କହିଲେ ପିଲାମାନେ ଆମେ କହିପାରିବା ମଣିଷର ସହଜାତ ପ୍ରବୃତ୍ତି ଉପରେ ମଧ୍ୟ ସେ ଲେଖା ଦେଇଥାନ୍ତି। ଚାଲନ୍ତୁ ପିଲାମାନେ ଆମେ ୱାର୍ମ ଅପ୍ କୁ ଯିବା। ୱାର୍ମ ଅପ୍ କଣ କହୁଛି ନା କ୍ରେଜ୍ ଫର ମନି ସିମ୍ସ ଟୁ ହାଭ୍ ଗ୍ରିପ୍ଡ ଦ ମଡର୍ନ ୱାର୍ଲଡ। ଏଠି ପିଲାମାନେ ବହୁତ ବଢିଆ କଥା ଲେଖା ହେଲା। କ୍ରେଜ୍ କହିଲେ ଆମେ କଣ କହିବା ପିଲାମାନେ ଟିକେ ମନେ ପକା। କ୍ରେଜ୍ କହିଲେ ଆମେ କହିପାରିବା ପାଗଳାମି, ମୋହ, ଗୋଟେ ଲୋଭ। କ୍ରେଜ୍ ଫର ମନି, ଅର୍ଥ ପାଇଁ ବା ଟଙ୍କା ପାଇଁ ପାଗଳାମି। ସିମ୍ସ ଟୁ ହାଭ୍ ଗ୍ରିପ୍ଡ, ଜାବୁଡି ଧରିଛି, ଜଣା ପଡୁଛି। ସିମ୍ସ କହିଲେ ପ୍ରତୀତ ହେଉଛି। ଟୁ ହାଭ୍ ଗ୍ରିପ୍ଡ ଦ ମଡର୍ନ ୱାର୍ଲଡ। ମଡର୍ନ କହିଲେ ପିଲାମାନେ ଏ ଆଧୁନିକ ସମାଜକୁ, ଆଧୁନିକ ସମାଜକୁ କଣ କରୁଛି ନା ଟଙ୍କା ପ୍ରତି ଯୋଉ ଲୋଭ, ଟଙ୍କା ପ୍ରତି ଯୋଉ ପାଗଳାମି ତାହା ଜାବୁଡି ଧରୁଛି। ଆମେ କହିପାରିବା ଟଙ୍କା ପାଇଁ ପାଗଳାମି ଦୁନିଆକୁ ଜାବୁଡି ଧରିଥିବା ଉପରେ ଜଣା ପଡୁଛି ବା ମନେ ହେଉଛି ଯେମିତି ଲୋକମାନେ ଟଙ୍କା ପାଇଁ ପାଗଳ ହେଇଯାଉଛନ୍ତି। ଏ ସେନ୍ସଟା ଆମେ କହିପାରିବା। ତାପରେ ଦେଖିବା, ଇନ୍ ଟୁଡେସ୍ ୱାର୍ଲଡ ପିପୁଲ ନିଡ୍ ମନି ଟୁ ହାଭ୍ ଆକ୍ସେସ୍ ଟୁ ଥିଙ୍ଗସ୍। ଆଜିର ସମୟରେ ବା ଆଜିର ଦୁନିଆରେ ଲୋକମାନେ ଟଙ୍କାର ଆବଶ୍ୟକତା କରୁଛନ୍ତି। କାହିଁକି? ଟୁ ହାଭ୍ ଆକ୍ସେସ୍ ଥିଙ୍ଗସ୍। କଣ ପାଇଁ ପିଲାମାନେ? ଆଜିର ଦୁନିଆରେ ଜିନିଷ ଗୁଡ଼ିକୁ ପାଇବା ପାଇଁ, ଅବଜେକ୍ଟକୁ ହାସଲ କରିବା ପାଇଁ ଲୋକମାନେ ଟଙ୍କା ଆବଶ୍ୟକ କରୁଛନ୍ତି। ୱିଦାଉଟ୍ ମନି, ଟଙ୍କା ବିନା ଦେ ଆର୍ ରିଏଲି ଲଷ୍ଟ ଆଣ୍ଡ ଡୋଣ୍ଟ ନୋ ହ୍ୱାଟ ଟୁ ଡୁ। ଆମେ କହିପାରିବା ଟଙ୍କା ବିନା ସେ କଣ କରିବେ, ଟଙ୍କା ବିନା ତାଙ୍କ ଜୀବନ କଣ ହବ, ସେ ନିଜକୁ ହରେଇ ବସୁଛନ୍ତି। ଆମେ କହିପାରିବା ଡୋଣ୍ଟ ନୋ ହ୍ୱାଟ ଟୁ ଡୁ, କଣ କରିବେ ସେମାନେ ଜାଣିପାରୁନାହାନ୍ତି।
ବୁଝିପାରିଲେ? ୱିଦାଉଟ୍ ମନି ଦେ ମେ ଏଣ୍ଡ ଅପ୍ ଅନ୍ ଦ ଷ୍ଟ୍ରିଟ୍ସ ଏବଂ ତାଙ୍କୁ ଲାଗୁଛି ଯେ ଟଙ୍କା ବିନା ସେ ହତାବାକ ନିଜକୁ ହେଇଯାଉଛନ୍ତି, ନିଜେ ନିଜକୁ ହଜେଇ ଦଉଛନ୍ତି, ନିଜେ ନିଜକୁ କଣ ମାନେ ନିରଶ୍ରୟ ମନେ କରୁଛନ୍ତି। ଏ ସେନ୍ସ ଆମେ ତ କହିପାରିବା। ଦି ରିଚ୍ ଆର୍ ଦେୟାର ଫର୍ ଆଡମିରେଟ୍ ଫର୍ ଦେୟାର ୱେଲ୍ଥ ଆଣ୍ଡ ପ୍ରସ୍ପରିଟି। ଏଠି ଯଦି ପିଲାମାନେ କହିବା ଲାଇନଟା ଟିକେ ଆମେ କ୍ଲିୟର କରିଦବା ଯେ ଦି ରିଚ୍ ଆର୍ ଧନୀ ମାନେ ଆର୍ ଦେୟାର ଫର୍ ଆଡମିଟ୍ ଫର୍ ଦେୟାର ୱେଲ୍ଥ ଆଣ୍ଡ ପ୍ରସ୍ପରିଟି ଆଣ୍ଡ ଦ ପୋର୍ ଆର୍ ହେଟେଡ୍ ଫର୍ ଦେୟାର ପୋଭର୍ଟି ଆଣ୍ଡ ଆଡଭର୍ସିଟି। ଭଲ କଥା ନୁହଁ? ପିଲାମାନେ ଗୋଟେ କଥା ମନେ ରଖିବା ଲାଇନରେ ଯେ ଧନୀ ମାନେ ଆମେ କହିପାରିବା ଧନୀ ଲୋକମାନେ ସେମାନଙ୍କର ଧନ ଏବଂ ଆମେ କହିପାରିବା ୱେଲ୍ଥ ଆଣ୍ଡ ପ୍ରସ୍ପରିଟି ଧନ ଏବଂ ସମୃଦ୍ଧଶୀଳ ପାଇଁ ସେମାନେ ସବୁବେଳେ ପ୍ରଶଂସିତ ହୋଇଥାନ୍ତି। ଆଡମିଟ୍ କଲେ ତାଙ୍କୁ ପ୍ରଶଂସା କରାଯାଏ, ସମ୍ମାନ କରାଯାଏ। ଆଣ୍ଡ ଦି ପୁଅର୍ ଆର୍ ହେଟେଡ୍ ଫର୍ ଦେୟାର ପୋଭର୍ଟି ଆଣ୍ଡ ଆଡଭର୍ସିଟି ଏବଂ ଆମେ କହିପାରିବା ଗରିବ ମାନେ ସେମାନଙ୍କର ଦାରିଦ୍ର୍ୟତା ତାଙ୍କର ପ୍ରତିକୂଳ ପରିସ୍ଥିତି ତାଙ୍କର ବିବିଧତା ସହିତ ତାଙ୍କୁ କଣ କରାଯାଏ ହେଟ୍ କରାଯାଏ ବା କହିପାରିବା ଘୃଣା ମଧ୍ୟ କରାଯାଏ। ଘୃଣାର ପାତ୍ର ସେମାନେ ହେଇଥାନ୍ତି। ବଟ୍ ମନି ହାଜ୍ ବିନ୍ ଦ ରୁଟ୍ କିନ୍ତୁ ସବୁବେଳେ ମନେ ରଖିବା ଦରକାର ଇଫ୍ ନଟ୍ ଅଫ୍ ଅଲ୍ ଏଭିଲ୍ ଯଦି ଏଠି ଲୋକ ସମସ୍ତେ ଖରାପ ନୁହନ୍ତି କିନ୍ତୁ ଟଙ୍କା ହିଁ ସବୁର ମୂଳ। ଯାହାର ଟଙ୍କା ଅଧିକା ଅଛି ସେ ଗରିବକୁ ଘୃଣା କରୁଛି, ଯାହାର ଟଙ୍କା କମ ଅଛି ସେ ଧନୀକୁ ଈର୍ଷା କରୁଛି। ଏ ସେନ୍ସରେ ଯଦି ଆମେ ଏଠି ଏ ଲାଇନଟାକୁ ଟିକେ ଦେଖିବା ଇଫ୍ ନଟ୍ ଅଲ୍ ଇଭିଲ୍ ଏଠି କୌଣସି ଲୋକ ଖରାପ ନୁହନ୍ତି ବା ଯଦି ସମସ୍ତ ବ୍ୟକ୍ତି ଖରାପ ନୁହନ୍ତି ତାହେଲେ ଟଙ୍କା ହିଁ ସବୁର ମୂଳ। ଏ ଗ୍ରେଟ୍ ମେଜର ଟୁ ଦ ହ୍ୟୁମାନ ରେସ୍ ଆମେ କହିପାରିବା ଏହା ଏକ ମାନେ କଣ ଗୋଟେ ମଣିଷ ସମାଜ ପାଇଁ ଏହା ହଉଛି ଏକ ଦୁଃଖ। ଆମେ କହିପାରିବା ହ୍ୟୁମାନ ରେସ୍ କହିଲେ ମଣିଷ ଜାତି ମଣିଷ ସମାଜ ପାଇଁ ଏହା ହଉଛି ଏକ ଦୁଃଖ ବା କହିପାରିବା ଏକ ଅଭିଶପ୍ତ। ମନି ଟର୍ନସ୍ ମ୍ୟାନ୍ ଇନସେନ୍ ଟଙ୍କା ମଣିଷକୁ ପାଗଳ ସ୍ୱରୂପ କରିଦଉଛି। ଇନସେନ୍ କହିଲେ ଉନ୍ମାଦନା କରିଦଉଛି, ଗୋଟେ ଲୋକକୁ ମାନେ ଫାନ୍ କରିଦଉଛି, ଯାହା ଫଳରେ ଗୋଟେ ଲୋକ ନିଜର ମାନେ ସହଜାତ ପ୍ରକୃତି ଯାହା ବି ରହିଛି ତାର ଆମେ କହିପାରିବା ଯାହା ତାର ମାନବିକ ପ୍ରକୃତି ରହିଛି ତାହା ହରେଇ ବସୁଛି। ମନେ ରଖିବା ପିଲାମାନେ ବହୁତ ବଢିଆ ବିଷୟଟେ ମତେ ପଢିବାକୁ ବଢିଆ ଲାଗୁଛି। ରିଡ୍ ଦ ପୋଏମ୍ ଆଣ୍ଡ ନୋଟ୍ ହାଉ ଟୁ ଦ ପୋଏଟ୍ ଲିଡ୍ସ ଫର୍ ଏ ସୋସାଇଟି ୱିଦାଉଟ୍ ମନି। ଏହି କବିତାଟିକୁ ଆମେ ପଢିବା ଏବଂ ଧ୍ୟାନ ଦେଇକି ପଢିବା ଯେ କିପରି ଭାବେ ଟଙ୍କା ବିନା ସମାଜର ଅଭିଜ୍ଞତାର ଅନୁଧ୍ୟାନ କରାଯାଇଛି। ଆଣ୍ଡ ନୋଟ୍ ହାଉ ଟୁ ଦ ପୋଏଟ୍ ଲିଡ୍ସ କବି କେଉଁଭଳି ଭାବରେ ଏକ ସୋସାଇଟିର ଅନୁଧ୍ୟାନ କରିଛନ୍ତି, ଏକ ସମାଜର ଅନୁଧ୍ୟାନ କରିଛନ୍ତି ୱିଦାଉଟ୍ ମନି କହିଲେ ଟଙ୍କା ବିନା। ବିନା ଟଙ୍କାରେ ଆମର ସମାଜ କେମିତି ହବ ବା କେମିତି ନିଦର୍ଶନ ରହିବ ତାର ଗୋଟେ ସମ୍ପୂର୍ଣ୍ଣ ଅନୁଭବ ଗୋଟେ ସମ୍ପୂର୍ଣ୍ଣ ନିଦର୍ଶନ ବା କହିପାରେ ସମ୍ପୂର୍ଣ୍ଣ ଗୋଟେ ମାନେ ଭାବନା କବି ଏଠି ତାଙ୍କର ମାନସ ପଟ ତାଙ୍କ ପ୍ରସ୍ତୁତ ପଟରେ ଆମକୁ ପ୍ରଦାନ କରିଛନ୍ତି। ଯିବା ଏ ଟେକ୍ସଟ ପିଲାମାନେ ଧ୍ୟାନପୂର୍ବକ ପଢ ଯେହେତୁ ଏ ଗୋଟେ କବିତା ବିଷୟ ତ ମତେ ଲାଗିବ ତମାନଙ୍କୁ ଏଠି ନୋଟ କରିବା ନିହାତି ଜରୁରୀ। ଅଦରୱାଇଜ ତମାନଙ୍କୁ ଲାଗିବ ଯେ ମାନେ ଲେଖା ହେଇଛି କିଛି ବୁଝା ହଉଛି କିଛି, କାହିଁକି ନା କବିତାର ପିଲାମାନେ ଗୋଟେ ଗୋଟେ ଲାଇନର ତମାନେ ପଢିକି ବୁଝିବା ଅର୍ଥ ଥିବ ଅଲଗା କିନ୍ତୁ ଅର୍ଥ ହେଇଥିବ ଅଲଗା। ତମକୁ ଟିକେ ଧ୍ୟାନ ଦେବାକୁ ପଡିବ। ପ୍ରଥମ ଲାଇନ ପଢିଲେ ପିଲାମାନେ ପଢିବା ମନି ଇଜ ଆୱାର ମ୍ୟାଡନେସ୍। ଠିକ କଥା, ଆୱାର ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍। ତାର ଅର୍ଥ ପିଲାମାନେ ଅର୍ଥ ହେଉଛି ଆମର ପାଗଳାମି, ଟଙ୍କା ହେଉଛି ଆମର ପାଗଳାମି। ଅର୍ ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍ ମାନେ ଅର୍ଥ ହିଁ ହେଉଛି ସମ୍ପୂର୍ଣ୍ଣ ସମାଜ ପାଇଁ ସାମୂହିକ ସମାଜ ପାଇଁ ଗୋଟେ ପାଗଳାମିର। ଅର୍ ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍ କହିଲେ ଆମର ସମ୍ପୂର୍ଣ୍ଣ ମାନବ ସମାଜ ପାଇଁ। ଆଣ୍ଡ ଅଫକୋର୍ସ ଏବଂ ନିଶ୍ଚିନ୍ତରେ ଇଫ୍ ଦ ମଲ୍ଟିଟ୍ୟୁଡ୍ ଇଜ ମ୍ୟାଡ୍ ମଲ୍ଟିଟ୍ୟୁଡ୍ ପିଲାମାନେ କହିଲେ ଆମେ କହିପାରିବା ବହୁ ସଂଖ୍ୟକ ଲୋକ। ମଲ୍ଟିଟ୍ୟୁଡ୍ କହିଲେ ପିଲାମାନେ ଆମେ କହିପାରିବା ଯେମିତିକି ବହୁ ଜନତା ସମାଧାନ। ଯଦି କହିବା ସମ୍ପୂର୍ଣ୍ଣ ଜନତା ହିଁ ପାଗଳ, କାହିଁକି ପାଗଳ ନା ଟଙ୍କା ପାଇଁ ଅର୍ଥ ପାଇଁ। ଓକେ, the individual carries his own grain of insanity around with him। ପିଲାମାନେ ଇଣ୍ଡିଭିଜୁଆଲ କହିଲେ ଆମେ କହିପାରିବା ନିଜସ୍ୱ ବହନ, ଇଣ୍ଡିଭିଜୁଆଲ କହିଲେ ନିଜସ୍ୱ, କ୍ୟାରିଜ କହିଲେ ବହନକାରୀ, ଓନ୍ ଗ୍ରେନ୍ କହିଲେ ନିଜ ଶସ୍ୟ, ଇନସାନିଟି କହିଲେ ପିଲାମାନେ ଆମର ଗ୍ରେନ୍ କହିଲେ ଆମେ କହିପାରିବା ଶସ୍ୟ, ଇନସାନିଟି କହିଲେ ପାଗଳାମି, ଆରାଉଣ୍ଡ ୱିଥ୍ ହିମ୍ କହିଲେ ଚତୁଃପାର୍ଶ୍ୱରେ। ମାନେ ଜଣେ ବ୍ୟକ୍ତି ନିଜ ସହିତ ତାର ପାଗଳାମିର ଶସ୍ୟ ସେ ନିଜେ ନେଇକି ଯାଉଛି। ପାଗଳାମି ଶସ୍ୟ କହିଲେ ଓନ୍ ଗ୍ରେନ୍ ଅଫ୍ ଇନସାନିଟି, ପାଗଳାମିର ଶସ୍ୟ ସେ ନିଜେ ତା ସାଇଡରେ ନେଇକି ଯାଉଛି, ପାଖ ନେଇଯାଉଛି କାହାର ଟଙ୍କାର ଅର୍ଥର। I doubt if any man living hands out a pound note without a pen। ତ ପିଲାମାନେ ଏଠି ଆମେ ଟିକେ ଯଦି ବୁଝିବା ଯେ ମୁଁ ଏଠି ସନ୍ଦେହ କରୁଛି, ମୁଁ ଡାଉଟ୍ କରୁଛି ଯେ ଇଫ୍ ଏନି ମ୍ୟାନ୍ ଲିଭିଂ ହ୍ୟାଣ୍ଡସ୍ ଆଉଟ୍ ଏ ପାଉଣ୍ଡ ଯେ ତା ହାତରୁ ଗୋଟେ ମାନେ ପାଉଣ୍ଡ ଦଉଛି ନୋଟ୍ ୱିଦାଉଟ୍ ଏ ପ୍ୟାନ୍ ଏଠି କହିପାରିବା ସେ କଣ ଯୋଉ ପାଉଣ୍ଡଟା ଦଉଛି ସେ ଭୟ କରୁଛି, ଡରି ଯାଉଛି ଏବଂ ସେ ଯୋଉ ଟଙ୍କାଟା ଦଉଛି ତାକୁ ସେତେ ମାନେ ମାତ୍ରାରେ ତାକୁ ଲାଗୁଛି ଯେ ମୁଁ କିଛି ଭୟ ହେଇଯାଉଛି, ମୋର କିଛି ହ୍ରାସ ହେଇଯାଉଛି। କିନ୍ତୁ ଆଣ୍ଡ ରିଅଲ ଟ୍ରେମର ଯଦି ଆମେ
ଗୋଟେ ପ୍ରକୃତ ଦେହସାରା କଥା କହିବା, ଗୋଟେ କମ୍ପନ କଥା କହିବା, ଗୋଟେ ହୃଦୟ ବିଦାର କଥା କହିବା, ଇଫ୍ ହି ହ୍ୟାଣ୍ଡସ୍ ଆଉଟ୍ ଏ 10 ପାଉଣ୍ଡ, ସେଟା ହାତରୁ 10 ଟଙ୍କିଆ ଗୋଟେ ପାଉଣ୍ଡ ପଳେଇ ଯାଉଛି ବା 10 ପାଉଣ୍ଡ ଗୋଟେ ପଳେଇ ଯାଉଛି, ତାହେଲେ ପ୍ରକୃତରେ ସେ ଥରି ଉଠୁଛି, ନିଜକୁ ବିଚଳିତ କରିଦଉଛି। ଯଦି ସେ କାହାକୁ ଦେଇ ଦଉଛି 10 ଟଙ୍କିଆ ପାଉଣ୍ଡ ବା 10 ପାଉଣ୍ଡର ଗୋଟେ ମୁଦ୍ରା ପାଇଁ ନୋଟ ଯାହା ବି ହଉ, ତେଣୁକରି ମନି ଆମକୁ ବା କହିପାରେ ଟଙ୍କା ଆମକୁ ପାଗଳ କରିଦଉଛି। ତାପରେ ସେ ପିଲାମାନେ वी क्वाइल मनी मेक्स एस क्वाइल ମାନେ ଆମେ ହଉଛୁ ପାଗଳ, ଆମେ ଭୟଭୀତ ହେଇଯାଉଛୁ, ଆମେ କାପୁରୁଷ, ଆମେ ଭୀରୁ, ଆମେ ଡରି ଯାଉଛୁ। କେମିତି ନା ଟଙ୍କା ଆମ ପାଖରେ ନଥିବ ଆମେ କଣ କରିବୁ, ଟଙ୍କା ଆମ ପାଖରେ ଯଦି ସରିଯିବ ଆମେ କଣ କରିବୁ, ତ ଏହା ଆମକୁ ପାଗଳ କରିଦଉଛି, ଏହା ଆମକୁ ଡରେଇ ଦଉଛି। ଇଟ୍ ହାଜ୍ ଗଟ୍ ଅସ୍ ଡାଉନ୍, ଏହା ଆମକୁ ନିମ୍ନଗାମୀ କରଉଛି, ଏହା ଆମକୁ ମାନେ ଛୋଟ କରିଦଉଛି, ଏହା ଆମକୁ ତଳକୁ ଖସାଇ ଦଉଛି। वी ଗ୍ରୋ ବିଫୋର ଇଟ୍ ଇନ୍ ଷ୍ଟ୍ରେଞ୍ଜ ଟେରର, ଆମେ ଅଜଣା ଭୟରେ ନିଜ ନିଜକୁ କଣ କରୁଛେ, ଭୟଭୀତ କରିନଉଛେ। ଷ୍ଟ୍ରେଞ୍ଜ ଟେରର କହିଲେ ଆମେ ଉଇଗ୍ର ଆମେ ନିଜକୁ ତା ଭିତରେ ପୁରେଇ ଦଉଛେ, ମାନେ କଭର କରିଦଉଛେ ଯେ ଗୋଟେ ଅଜଣା ଭୟରେ ଯାହା ଆମକୁ କେବେ ନା କେବେ ଆସିବ। ଆମେ ଏ ଡରରେ ଟଙ୍କା ସରିଯିବ, ଏ ଡରରେ ଆମେ ନିଜ ନିଜକୁ କଣ କରୁଛେ, ଗୋଟେ ଅଜଣା ଭୟରେ ପୋତି ପକଉଛେ। ଆଣ୍ଡ ନୋ ୱାଣ୍ଡର, ଏବଂ ଆଶ୍ଚର୍ଯ୍ୟଜନକ କଥା ଏଥିରେ କିଛି ନାହିଁ। ଫର ମନି ହାଜ ଏ ଫିୟରଫୁଲ କ୍ରୁଏଲ ପାୱାର ଏମଙ୍ଗ ମେନ୍, ଆମେ କହିପାରିବା ଏଠି ଆଶ୍ଚର୍ଯ୍ୟ କଥା ବିଲକୁଲ ନୁହଁ। ଟଙ୍କା ମଣିଷ ଉପରେ ଏକ ଭୟଙ୍କର ବା ଆମେ କହିପାରିବା ଫିୟରଫୁଲ, ଫିୟରଫୁଲ କରି ପିଲାମାନେ ଭୟପୂର୍ଣ୍ଣ, କ୍ରୁଏଲ କଲେ ଆମେ କହିପାରିବା ନିଷ୍ଠୁର, ଗୋଟେ ନିଷ୍ଠୁର ପ୍ରଭାବ ପକେଇ ରଖିଛି ମଣିଷ ମାନଙ୍କ ମଧ୍ୟରେ, ଗୋଟେ ଜାବୁଡିକି ତାଙ୍କ ଭିତରେ ଗୋଟେ କଣ ମାନେ ଭୟଭୀତର ସେନ୍ସ, ଗୋଟେ ଭୀରୁତାର ସେନ୍ସ ରଖିଛି। ତୁ ଭାବିନି ମୁଁ ଭାବୁଛି ମନେ ମନେ, ଯଦି ମୋ ପାଖରେ ଟଙ୍କା ସରିଯାଉଛି କଣ ହବ, ମୋ ଅବସ୍ଥା କଣ ହବ, ମୋ ଆଗକୁ ଚଳିବି କେମିତି, ଏ ସେନ୍ସରେ ଆମେ କହିପାରିବା। ଦେଖିବା ପିଲାମାନେ ବଟ୍, ବଟ୍ ଟୁ ଦେଖ କହିଲା ଅଛି, ବଟ୍ ଇଟ୍ସ ଇଜ ନଟ୍ ମନି वी आर सो टेरिफाइड ऑफ, ଭାବିନିଅ ଯଦି ଇଟ୍ ଇଜ ନଟ୍ ମନି वी आर सो टेरिफाइड ऑफ, ମାନେ କିନ୍ତୁ ଯଦି ଟଙ୍କା ନୁହେଁ ଯାହାକୁ ଆମେ ଏତେ ମାତ୍ରାରେ ଭୟ କରୁଛେ, ତାହେଲେ ତାହା ଆଉ କଣ, ସେ ଟଙ୍କା। ବଟ୍ ଇଟ୍ ଇଜ ନଟ୍ ମନି, କିନ୍ତୁ ଟଙ୍କା ନୁହଁ। ଆମେ ଗୋଟେ ସମାଜରେ ଗୋଟେ ପାଗଳ ସେନ୍ସରେ ଚାଲିଛେ, वी आर ସମସ୍ତେ ସୋ टेरिଫାଇଡ ଅଫ୍, କାହାକୁ, ଟଙ୍କାକୁ ନେଇକି। ବଟ୍ ଇଟ୍ ଇଜ ନଟ୍ ମନି, ଏ ଟଙ୍କା ନୁହଁ, କିନ୍ତୁ ଆମର ଗୋଟେ ଅନୁଭବ, ଆମର ଗୋଟେ ବିଚାରଧାରା, ଆମର ଗୋଟେ ଚିନ୍ତାଧାରା। ଇଟ୍ ଇଜ ଦ କଲେକ୍ଟିଭ ମନି ମ୍ୟାଡନେସ୍ ଅଫ ମ୍ୟାନକାଇଣ୍ଡ, ମ୍ୟାନକାଇଣ୍ଡ କହିଲେ ପିଲାମାନେ ଆମେ କଣ କହିବା, ତାର ଅର୍ଥ ହଉଛି ମାନବ ଜାତି, ମାନବ ସମାଜ। ମ୍ୟାନେସ୍ କହିଲେ ପାଗଳାମି କହିବା, ମନି ମ୍ୟାନେସ୍ କହିଲେ ଅର୍ଥ ପାଗଳାମି କହିବା, କଲେକ୍ଟିଭ କହିଲେ ପିଲାମାନେ କହିବା ସାମୂହିକ। ହେଲେ କଣ, ଏହା ସମ୍ପୂର୍ଣ୍ଣ ଆମେ କହିପାରିବା ପିଲାମାନେ, ଏହା ସମ୍ପୂର୍ଣ୍ଣ ସମାଜର, ସମ୍ପୂର୍ଣ୍ଣ ମାନବ ସମାଜର ଗୋଟେ ପାଗଳାମି ପାଲଟି ଯାଇଛି। ସାମୂହିକ ଅର୍ଥ ପାଗଳାମି ବା କହିପାରିବା ସାମୂହିକ ଟଙ୍କା ପାଗଳାମି, ବୁଝିପାରିଲ। ଫର ମ୍ୟାନକାଇଣ୍ଡ ସେଜ୍ ୱିଥ୍ ୱାନ୍ ଭଏସ୍ ହାଉ ମଚ୍ ଇଜ ୟୁର ୱର୍ଥ, ଫର ମ୍ୟାନକାଇଣ୍ଡ କହିଲେ ପିଲାମାନେ ସାମୂହିକ ଅର୍ଥରେ ବହୁଜନ ସମାଜ ସବୁବେଳେ ଗୋଟିଏ କଥା କହିଥାଏ, ୱିଥ୍ ୱାନ୍ ଭଏସ୍, ଗୋଟେ ସ୍ୱରରେ, ତୋ ପାଖରେ କେତେ ଟଙ୍କା ଅଛି, ତୋର ଭ୍ୟାଲ୍ୟୁ କଣ, ତୋର ଅକାତ କଣ, ଏ ସେନ୍ସ ଆମେ କହିପାରିବା। ଆମେ ଯେତେବେଳେ ଝଗଡାମଗଡା କରେ ତୋର ଅକାତ କଣ, ତୁ ମୋର କଣ କରିପାରିବୁ, ଧର ତାହା ପାଖରେ ଟଙ୍କା ଥିବ, ଆମେ ତାକୁ ହଠାତ୍ କିଛି କହିପାରିବାନି, ତାର ଟଙ୍କା ଅଛି, ସେ କାଲି ସେଟା ଗୁଣା ନେଇକି ଆସିବ, ବାଣିବ ଆମକୁ, ହଁ କି ନା। ତ ଏଇଟା କଣ କୁହାଯାଏ, ହାଉ ମଚ୍ ଇଜ ୟୁର ୱର୍ଥ, ତୋର ମୂଲ୍ୟ କଣ, ତୋର ଭ୍ୟାଲ୍ୟୁ କଣ, ଏ ସେନ୍ସକୁ ଆମେ କହିପାରିବା। ହାଜ୍ ହି नो ମନି, ଯଦି ତା ପାଖରେ କୌଣସି ଟଙ୍କା ନାହିଁ, ଦେନ୍ ଲେଟ୍ ହିମ୍ ଇଟ୍ ଦ୍ୟାଟ୍ ଆଣ୍ଡ ଗୋ କୋଲ୍ଡ। ବହୁତ ଖରାପ କଥା ପିଲାମାନେ, ଯଦି ତା ପାଖରେ ଟଙ୍କା ନାହିଁ ତେବେ ତାକୁ କଣ କର, ଲେଟ୍ ହିମ୍ ଇଟ୍ ଦ୍ୟାଟ୍, ତାକୁ ମଇଳା ଖାଦ୍ୟ ଖାଇବାକୁ ଦିଅ, ତାକୁ ଅପରିଷ୍କାର ହବାକୁ ଦିଅ, ତାକୁ ଅପରିଷ୍କାର ଖାଦ୍ୟ ଖାଇବାକୁ ଦିଅ, ସେ ଫୁଟପାଥରୁ ଉଠେଇକି ଖାଉ, ଡଷ୍ଟବିନରୁ ବାହାର କରି ଖାଉ, ଆଣ୍ଡ ଗୋ କୋଲ୍ଡ, ଏଠି ଗୋ କୋଲ୍ଡ କଥା ପିଲାମାନେ ଥଣ୍ଡା ନୁହଁ, ତାକୁ ସେମିତି ଛାଡି ଦିଅ, ତା ଦୁଃଖରେ ଛାଡି ଦିଅ, ତାକୁ ତା ପରିସ୍ଥିତିରେ ଛାଡି ଦିଅ, ତାକୁ ତା ଅବସ୍ଥାରେ ଛାଡି ଦିଅ। ଓକେ, ଏମିତି କହିପାରିବେ। ଆଣ୍ଡ ଇଫ୍ ଆଇ ହାଭ୍ नो ମନି, ଯଦି ମୋ ପାଖରେ ଟଙ୍କା ନାହିଁ, ଏଠି ମୁଁ ପଳେଇ ଆସୁଛି ମୋ ସେନ୍ସକୁ ଭାବିକି, ମାନେ ତମକୁ ଭାବ ତମ ପାଖରେ ଟଙ୍କା ନାହିଁ, କାଲି ତମ ପାଖରେ ଚକଲେଟ ଖାଇବାକୁ ପଇସା ନାହିଁ, ଗାଡିରେ ତେଲ ପକେଇବାକୁ ପଇସା ନାହିଁ, ସ୍କୁଟି ଚଲେଇବାକୁ ପଇସା ନାହିଁ, ତମମାନଙ୍କ ପାଖରେ ଫିଷ୍ଟ କରିବାକୁ ପଇସା ନାହିଁ, ସାଙ୍ଗସାଥିରେ ବମ୍ପ ମାରିବାକୁ ପଇସା ନାହିଁ, ତ ତମେ କଣ କରିବ, ଡୁ ୟୁ ଗିଭ୍ ମି ଏ ଲିଟିଲ ବ୍ରେଡ ସୋ ଆଇ ଡୁ ନଟ୍ ଡାଏ, ତାହେଲେ କଣ ହବ, ଦେ କହିଲେ ପିଲାମାନେ ଏଠି ଆମେ ସେନ୍ସ କରିବା ଧନୀ। ଯଦି ଆମ ପାଖରେ ଟଙ୍କା ନାହିଁ, ଧନୀ ଲୋକମାନେ କଣ କରିବେ, ଆମକୁ ଖଣ୍ଡେ ରୁଟି ଦେଇଦେବେ, ଭାବିନୁ ମୋ ପାଖରେ ଟଙ୍କା ନାହିଁ, ମତେ ଖଣ୍ଡେ ରୁଟି ଦେଇଦେବେ, ମତେ ଆଳିଆ ବେଳେ ଅପରିଷ୍କାର ଖାଦ୍ୟ ଦେଇଦେବେ, ଏବଂ ଯାହା ଫଳରେ କି ମୁଁ ମରିବିନି। ତାର ଅର୍ଥ କଣ ନା ସେମାନେ ତାଙ୍କର ମାନବିକତା ବଞ୍ଚେଇବାକୁ ଯାଇ ମତେ ଅପରିଷ୍କାର ଖାଦ୍ୟ ଦେବେ। ଓକେ, ବଟ୍ ଦେ ୱିଲ୍ ମେକ୍ ମି ଇଟ୍ ଦ୍ୟାଟ୍ ୱିଥ୍ ଇଟ୍, କିନ୍ତୁ ଆମେ କହିପାରିବା ସେମାନେ ମତେ ବା ଧନୀ ଲୋକମାନେ ମତେ ଅପରିଷ୍କାର ଖାଦ୍ୟ ଖାଇବାକୁ ଦେବେ, ତା ସହିତ ମତେ ମୋ ହାଲତ ଅବସ୍ଥାରେ ବା କହିପାରିବା ମୋ ହାଲତରେ, ମୋ ଅବସ୍ଥାରେ, ମୋ ସିଚୁଏସନରେ, ମୋ ଗରିବ ଅବସ୍ଥାରେ ମତେ ସେମାନେ ଛାଡି ଦେଇକି ଚାଲିଯିବେ ଯଦି ମୋ ପାଖରେ ଟଙ୍କା ନାହିଁ। ଏ ଭୟଟା ଆମକୁ ସବୁବେଳେ ଗୋଡେଇ ଆସୁଛି। ବହୁତ ବଢିଆ ବିଷୟଟା, ମତେ ବଢିଆ ଲାଗୁଛି ତମମାନଙ୍କୁ ବୁଝିବା ପାଇଁ, ଏକ୍ସପ୍ଲେନ କରିବା ପାଇଁ। ଦେଖିବା, I shall have
ଇଟ୍ ଡାଟ୍, ଆଇ ସାଲ୍ ହାଭ୍ ଟୁ ଇଟ୍ ଡାଟ୍। ଏଠି ଗୋଟେ କଥା କୁହାହଉଛି, ମତେ ଅପରିଷ୍କାର ଖାଦ୍ୟ ଦିଆଯିବା ଉଚିତ ବା ମତେ ଅପରିଷ୍କାର ଖାଦ୍ୟ ହିଁ ଦିଆଯିବା ଉଚିତ। କାହିଁକି ନା ଇଫ୍ ଆଇ ହାଭ୍ नो ମନି, ଯଦି ମୋ ପାଖରେ ଟଙ୍କା ନାହିଁ। ଇଟ୍ ଇଜ ଦ୍ୟାଟ୍ ଆଇ ଆମ୍ ଫ୍ରାଇଟେଣ୍ଡ ଅଫ୍, ଏହା ହଉଛି ସେଇ କଥା, ଏହା ହଉଛି ସେହି କାରଣ, ଏହା ହଉଛି କାରଣ ଯୋଉଥିପାଇଁ କବି ଭୟ କରୁଛନ୍ତି, ଯୋଉଥିପାଇଁ କବି କଣ କରୁଛନ୍ତି, ଫ୍ରାଇଟେଣ୍ଡେଡ, କବି ଭୟଭୀତ ହେଇଯାଉଛନ୍ତି ଯେ ଯଦି ଟଙ୍କା ନ ରହିବ ତାହେଲେ ମୋ ଅବସ୍ଥା ବି ସେଇଆ ହବ, ଟଙ୍କା ନ ରହିବ ପିଲାମାନେ ତାହେଲେ ମୋ ଅବସ୍ଥା ବି ସେଇଆ ହବ, ଯଦି ତମେ କାଲିକି ଯେ ରୋଜଗାର କର ତାହେଲେ ତମ ଅବସ୍ଥା ବି ସେଇଆ ହବ। ତ ଏସ୍ ଭୟଟାକୁ କବି ଭଲସେ ବୁଝିପାରିଛନ୍ତି, ଜାଣିପାରିଛନ୍ତି, ହୃଦୟଙ୍ଗମ କରିଛନ୍ତି। ଓକେ, ଆଣ୍ଡ ଦ୍ୟାଟ୍ ଫିୟର କ୍ୟାନ୍ ବି ବିକମ୍ ଏ ଡେଲିରିୟମ। ଡେଲିରିୟମ ପିଲାମାନେ ଆମେ କହିପାରିବୁ ଏହାର ସମ୍ପୂର୍ଣ୍ଣ ବା ସିଧାସଳଖ ଅର୍ଥ ହଉଛି କଣ, ପାଗଳାମି ହେଇଯିବା। ମାନେ ଆମର କହିପାରିବା ଯେମିତିକି ପ୍ରଳାପ ସ୍ୱରୂପ ହେଇପାରିବା ବା ଆମେ ଅଲଗା ରକମର ଗୋଟେ କହିପାରିବା ଯେମିତିକି ମାନେ ମତିଭ୍ରମ ହେଇଯିବା, ମୁଣ୍ଡ ଆଉଟଷ୍ଟାଣ୍ଡିଂ ହେଇଯିବା, ଏସବୁ ସେନ୍ସ। ଏବଂ ସେଇ ଗୋଟିଏ ଭୟ ଅଛି, and that the fear, ସେ ଗୋଟିଏ ଭୟ ଅଛି କ୍ୟାନ୍ ବିକେମ୍ ଏ ଡେଲିରିୟମ। ମତେ ଲାଗୁଛି ଯେ ଯଦି ଏମିତି ହୁଏ ତାହେଲେ ମୁଁ ମତିଭ୍ରମ ହେଇଯିବ, ପାଗଳ ହେଇଯିବି। ପିଲାମାନେ କିଏ ଅପରିଷ୍କାର ଖାଇବାକୁ ଚାହିଁବ? ମାନେ ଚାହିଁବନି, ମୁଁ ବି ଚାହିଁବନି। ଇଟ୍ ଇଜ ଫିୟର ଅଫ ମାଇ ମନି ମ୍ୟାଡ୍ ଫେଲୋ ମ୍ୟାନ୍। ଇଟ୍ ଇଜ ଫିୟର କହିଲେ ଏଇଆ ହିଁ ଭୟ, ଏଇଟା ହିଁ ଭୟ, ଆମେ କହିପାରିବା ଏଇଟା ହିଁ ସେଇ ଭୟ, ଏଇଟା ହିଁ ସେଇ ଭୟ ଯୋଉଟା ମୋର ମନି ମ୍ୟାଡ୍, ମାନେ ଟଙ୍କା ପାଗଳାଇ ମୋର ଯୋଉ ସାଥୀମାନେ ଅଛନ୍ତି, ସାଙ୍ଗମାନେ ଅଛନ୍ତି, ସେଇମାନେ ଚାହୁଁଛନ୍ତି। ମାନେ କଣ ତାର ଅର୍ଥ? ତାର ଅର୍ଥ କଣ ନା ଏବେ ସେଇ ଭୟ ଗୋଟିଏ ମତିଭ୍ରମ ହୋଇପାରେ ଯୋଉଟା କି ଅପରିଷ୍କାର ଖାଦ୍ୟ ଖାଇବା ହଉ, ଧନୀ ଲୋକମାନେ ସାଙ୍ଗସାଥି ମାନେ ଯୋଉ ଭୟ କରୁଛନ୍ତି, କାହିଁକି ନା ଟଙ୍କା ନଥିଲେ ସେମାନେ କଣ କରିବେ, ମାନେ ଧନୀ ମାନେ ତାକୁ ଗୋଟେ ରୁଟି ଦେଇଦେବେ, ଡାଳିଆ ମିଳିଆ ଖାଦ୍ୟ ଦେଇଦେବେ। ତେଣୁକରି ସେଇଟା ହିଁ ମୋର ସାଙ୍ଗମାନେ ଭୟ କରୁଛନ୍ତି, କବିଙ୍କର ଏ ଲାଇନରେ କହିବା। ୱି ମଷ୍ଟ ହାଭ୍ ସମ୍ ମନି, ଆମ ପାଖରେ କିଛି ଟଙ୍କା ଅଛି ବା ଆମ ପାଖରେ କିଛି ଟଙ୍କା ରହିବା ଦରକାର, ଟୁ ସେଭ୍ ଅସ୍ ଫ୍ରମ୍ ଇଟିଂ ଦ୍ୟାଟ୍, ବଢିଆ ଖାଦ୍ୟ ଖାଇବାରୁ, ଅପରିଷ୍କାର ଖାଦ୍ୟ ଖାଇବାରୁ, ଥଣ୍ଡାରେ ମରିଯିବାରୁ, ବା ଲୋକମାନେ ଆମ ଅବସ୍ଥାରେ କାଳେ ଛାଡ଼ି ଦେଇ ଚାଲିଯିବେ, ତ ସେଠୁ ବଞ୍ଚିବାକୁ ହେଲେ ଆମ ପାଖରେ କିଛି ଟଙ୍କା ରହିବା ଦରକାର, ବା ଟଙ୍କା ମଧ୍ୟ ଆମ ପାଖରେ କିଛି ଅଛି ଯୋଉଥିପାଇଁ ଆମ ଅବସ୍ଥା ଠିକ ଅଛି। ଆଣ୍ଡ ଦିସ୍ ଇଜ ଅଲ୍ ରଙ୍ଗ, ଏହା ସମ୍ପୂର୍ଣ୍ଣ ରୂପରେ ଭୁଲ। କବିଙ୍କ ମତ ହିସାବରେ ଏହା ହଉଛି ସମ୍ପୂର୍ଣ୍ଣ ଗୋଟେ ଭୁଲ ଜିନିଷ, ଏହା ସମ୍ପୂର୍ଣ୍ଣ କଣ, ଭୁଲ ଜିନିଷ, ଭୁଲ କଥା, ଭୁଲ ବିଷୟ କହିପାରିବା। ଓକେ ନା, ୱେଟ୍, ହଁ, ତାପରେ କଣ ପିଲା ବ୍ରେଡ୍ ସୁଡ୍ ବି ଫ୍ରି, ବ୍ରେଡ୍ ପିଲା ରୁଟି ସମସ୍ତଙ୍କୁ ଫ୍ରି ମିଳିବା ଦରକାର, ସେଲ୍ଟର ସୁଡ୍ ବି ଫ୍ରି, ଆଶ୍ରୟ ସମସ୍ତଙ୍କୁ ଫ୍ରି ମିଳିବା ଦରକାର, ଘର ସମସ୍ତଙ୍କୁ ଫ୍ରି ମିଳିବା ଦରକାର, ଫାୟାର ସୁଡ୍ ବି ଫ୍ରି, ନିଆଁ ସମସ୍ତଙ୍କୁ, ଅଗ୍ନି ସମସ୍ତଙ୍କୁ ଫ୍ରି ମିଳିବା ଦରକାର, ଟୁ ଅଲ୍ ଆଣ୍ଡ ଏନିବଡି, ଅଲ୍ ଆଣ୍ଡ ଏନିବଡି, ସବୁ ଲୋକଙ୍କୁ, ସମସ୍ତଙ୍କୁ, ଅଲ୍ ଓଭର ଦ ବିଶ୍ୱରେ ଯୋଉମାନେ ଅଛନ୍ତି, ଏ ଦୁନିଆରେ ଯୋଉମାନେ ବି ଅଛନ୍ତି। ଓକେ, वी मस्ट रिगेन आवर साइनाइटी एंड अबाउट मनी। बढ़िया लाइन पिलाମାନେ ତୁମମାନଙ୍କୁ ଏଟା ଧ୍ୟାନ ଦେବାକୁ ପଡିବ। ମତେ ଲାଗୁଛି ତମମାନଙ୍କୁ ଏ ୱାର୍ଡ ଲାଇନଟା ଭଲ ଲାଗିବନି, କିନ୍ତୁ ପଢିବାକୁ ପଡିବ, ବୁଝିବାକୁ ପଡିବ। କଣ ହେଇଛି, वी मस्ट रिगेन, ରିଗେନ୍ ଅର୍ଥ ବୁଝିପାରୁଛ, ପୁନଃ ପ୍ରାପ୍ତ କରିବା। ସାନିଟାଇଟି କହିଲେ ବୁଝିପାରୁଛ, ଆମର ଦେଖିଛ ପିଲାମାନେ ଯେତେବେଳେ କରୋନା ଆସିଥିଲା ଆମେ କଣ ସାନିଟାଇଜେସନ, ସାନିଟାଇଜର, ଏସବୁ ସେନ୍ସ ମନେ ଅଛି। ଏ ସାନିଟାଇଟି କହିଲେ ସ୍ୱଚ୍ଛତା, ଏବାଉଟ ମନି କହିଲେ ଟଙ୍କା ବିଷୟରେ। वी मस्ट रिगेन आवर साइनाइटी अबाउट मनी, ଆମକୁ ଆମର ଯୋଉ ଟଙ୍କାର ଭାବନା ବିଷୟରେ, ଅର୍ଥର ଭାବନା ବିଷୟରେ ଆମର ଚିନ୍ତାଧାରାକୁ ସ୍ୱଚ୍ଛତା କରିବାକୁ ପଡିବ, ପୁନଃ ପ୍ରାପ୍ତ କରିବାକୁ ପଡିବ, ଯେ ନା ଟଙ୍କା ବିନା ବି ଆମ ସମାଜ ଭଲ ଦିଗରେ ଯାଇପାରିବ, ପୁନଃ ପ୍ରାପ୍ତ କରିବାକୁ ପଡିବ। ମତେ ଲାଗୁଛି ଅସମ୍ଭବ, କିନ୍ତୁ ତମେ ଯଦି ଚେଷ୍ଟା କରିବ, ଆମେ ଚେଷ୍ଟା କରିବା, ତାହେଲେ ବି କିଛି ମାତ୍ରାରେ ସମାଜ ସୁଧୁରି। ବିଫୋର वी start killing one another about it, it's one thing the other। ଟଙ୍କା ପାଇଁ ଆମେ ଜଣେ ଅନ୍ୟ ଜଣଙ୍କୁ ମାରିବା ଆରମ୍ଭ କରିଦବା, କାମୁଡିବା ଆରମ୍ଭ କରିଦବା, ତାକୁ ପିଲାପିଲି ଧକ୍କା ଫକା ମାରିବା ଆରମ୍ଭ କରିଦବା, ଟଙ୍କା ପାଇଁ ଚୋରି କରିବା ଆରମ୍ଭ କରିଦବା। ତ ଏସବୁ କରିବା ପୂର୍ବରୁ ଆମକୁ ସ୍ୱଚ୍ଛତା ଆଣିବାର ଅଛି। ଇଟ୍ସ ୱାନ୍ ଥିଙ୍ଗ, ଏହା ହିଁ ସେ ବିଷୟ, ଅର୍ ଦ ଅଦର, ଅନ୍ୟ ବିଷୟ ସେଇଆ। ଗୋଟିଏ ହିଁ କାରଣ, ଟଙ୍କା ହିଁ ହଉଛି ଆମ ପାଗଳାମିର ପ୍ରଥମ। ଆଇ ହୋପ ପିଲାମାନେ ଏକ୍ସପ୍ଲେନ ତମମାନଙ୍କୁ ଭଲ ଲାଗିଲା। ତ ଗୋଟେ ପଏଣ୍ଟ ପିଲାମାନେ ମୁଁ ତମମାନଙ୍କୁ କହି ରଖୁଛି ଯେ ଆମର କଣ ସେଟା ପିଲାମାନେ, ମୁଁ କହିଲି ଯୋଉ ତମମାନଙ୍କୁ ଫାଷ୍ଟ ଇଣ୍ଟ୍ରୋଡ୍ୟୁସିଂ ଦିଆଯିବ, ତାପରେ ୱାର୍ମ ଅପ୍ ଦିଆଯିବ, ତାପରେ ଟେକ୍ସଟ ଦିଆଯିବ, ତାପରେ ଗ୍ଲୋସରୀ, ତାପରେ ଚାପ୍ଟର ତମମାନଙ୍କୁ ପ୍ରଶ୍ନ ଉତ୍ତର ଦିଆଯିବ, ଚାପ୍ଟର ଟେକ୍ସଟ କ୍ୱେଶ୍ଚନ ଆନ୍ସର, ତାପରେ ଏମସିକ୍ୟୁ। ଦେଖ ପିଲାମାନେ ଲଙ୍ଗ ଭିଡିଓ ଟିକେ ଟିକେ ହବ, ଆଇ ହୋପ ତମମାନଙ୍କୁ ଅଧିକ ଲଙ୍ଗ କରିବାକୁ ଚାହୁଁନି। ଆଜି ପାଇଁ ପିଲାମାନେ କ୍ଲାସ ଏଣ୍ଡ କରୁଛି। ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।